ଶ୍ରୀ ଗଣେଶାୟ ନମ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ବିଶେଷ ରୂପରେ ଆପଣମାନଙ୍କ ପାଇଁ କି ଏହି 2 ଦିନର ସ୍ଥିତି ବିଷୟରେ। ବିଶେଷ ରୂପରେ ଯଦି ମୁଁ ଆପଣମାନଙ୍କୁ କହିବି କି ଏହି 2 ଦିନରେ ଅର୍ଥାତ୍ ଜାନୁଆରୀ ମାସର 20 ଏବଂ 21 ତାରିଖ ଦିନରେ ଆପଣମାନଙ୍କ ପାଇଁ କିନା କିପରି ଭାବରେ ରହିବ, ବିଶେଷ ଭାବରେ ଏହି ସ୍ଥିତି କେଉଁ ସବୁ ଜିନିଷରେ ଆପଣମାନଙ୍କୁ ଫାଇଦା ମଧ୍ୟ ମିଳିବ, ତା ସହିତ କେଉଁ ସବୁ ଜିନିଷରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ କିନା ପଡ଼ିବ, ଆଉ ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, ଆପଣମାନଙ୍କର କ୍ୟାରିୟର ଏବଂ ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ ଏବଂ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେବି। ଆଉ ଏ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ ମଧ୍ୟ କହିବି, ଯାହାଦ୍ୱାରା ଆପଣମାନେ ଏହି ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳଦାୟକ ସାବ୍ୟସ୍ତ ମଧ୍ୟ କରିପାରିବେ। ଆଗକୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆମର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଆସିଛନ୍ତି, ଆପଣମାନେ ଏବେ ହିଁ ଯାଇକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ନୋଟିଫିକେସନ୍ ବେଲ୍କୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ଆପଣମାନେ ସମୟ ସମୟର ସହିତ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା କିପରି ଭାବରେ ରହିବ ଆପଣମାନଙ୍କ ପାଇଁକିନା ବିଶେଷ ରୂପରେ ଏହି 2 ଦିନର ସ୍ଥିତି। ଯଦି ମୁଁ ଆପଣମାନଙ୍କୁ ସବୁଠାରୁ ପ୍ରଥମେ ବିଶେଷ ଭାବରେ କହିବି କି କଣ ଆପଣମାନଙ୍କ ପାଇଁକିନା ଏହି ଦିନମାନ ପଜିଟିଭ୍ ହେବା ପାଇଁକିନା ସତରେ କଣ ଯାଉଅଛି। ବିଶେଷ ରୂପରେ ଯଦି କହିବି କି କିଛି ରାଜନୈତିକ ଲୋକମାନଙ୍କ ସାଥ ଦ୍ୱାରା ଆପଣମାନଙ୍କର ଲୋକପ୍ରିୟତାକୁ ମଧ୍ୟ ବଢ଼େଇବ। ତାଙ୍କରେ ଜନସମ୍ପର୍କର କାୟର ବିସ୍ତାର ଆପଣମାନେ ଭଲ ଭାବରେ ଶିଖିନେବେ। ସନ୍ତାନଙ୍କ ତରଫରୁ ତାଙ୍କର କ୍ୟାରିୟରକୁ ନେଇକି ଆପଣମାନଙ୍କୁ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ। ଆପଣମାନଙ୍କର ସିଦ୍ଧାନ୍ତବାଦୀ ଦୃଷ୍ଟିକୋଣ ସମାଜ ଏବଂ ଧାର୍ମିକ ସ୍ଥଳରେ ସମ୍ମାନଜନକ ଉପାଧି ମଧ୍ୟ ପ୍ରଦାନ କରିବ ବିଶେଷ ଭାବରେ। ତା ସହିତ ବିଶେଷ ଭାବରେ ଧାର୍ମିକ ଏବଂ ଗତିବିଧିରେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ରହିବ। ତା ସହିତ ପ୍ରପର୍ଟି ସମ୍ବନ୍ଧିତ କୌଣସି କାର୍ଯ୍ୟ ଅଟକି ରହିଥିଲା ତ ଏ ଦିନରେ ପୂରା ହେବାର ବିଶେଷ ସମ୍ଭାବନା ମଧ୍ୟ ରହିଅଛି। ତା ସହିତ ଯଦି କହିବା ଆପଣମାନଙ୍କୁ ଭଲ ଏବଂ ଖରାପର ଚିନ୍ତା ମଧ୍ୟ ଆସିବ। ତା ସହିତ ଭାଗ୍ୟ ସନ୍ତାନ ଜନିତ କାର୍ଯ୍ୟରେ ମଧ୍ୟ ଆପଣମାନଙ୍କୁ ସୁବିଧା ପ୍ରଦାନ ହେବ। ଆପଣମାନଙ୍କର ଆଦର୍ଶବାଦୀ ସ୍ୱଭାବ ଯୋଗୁଁ ଏଥିପାଇଁ କିନା ଆପଣମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ମଧ୍ୟ ପ୍ରଦାନ ହେବ। ତା ସହିତ ଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କ ପାଇଁ କିନା ସନ୍ତୋଷଜନକ ରହିବ। କାହିଁକି ନା ଯାହା ଆପଣମାନଙ୍କ ଖିଲାପରେ ଥିଲା ତ ସେ ସବୁ ବି ମଧ୍ୟ ଆପଣମାନଙ୍କ ସପକ୍ଷରେ ହିଁ ଆସିବ। ଆଉ ଆପଣମାନଙ୍କ ସମ୍ବନ୍ଧରେ ମଧ୍ୟ କାଫି ସୁଧାର ଆସିବ। ସବୁ କାର୍ଯ୍ୟ ଆପଣମାନଙ୍କର ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେବାର ପୂରା ହେବା ଦ୍ୱାରା ଆପଣମାନେ ନଜର ମଧ୍ୟ ଆସିବେ। ତା ସହିତ ଆପଣମାନେ ଭାବୁକତା କାରଣରୁ ବ୍ୟବହାରିକ ଦୃଷ୍ଟିକୋଣ ଆପଣମାନଙ୍କ କାର୍ଯ୍ୟରେ ଆଘାତ ମଧ୍ୟ ଦେଖାଦେବ। ଆପଣମାନଙ୍କର ସକାରାତ୍ମକ ଏବଂ ସନ୍ତୁଳିତ ଭାବନା ଆପଣମାନଙ୍କୁ ଆଗକୁ ବଢ଼େଇବା ଏବଂ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ମଧ୍ୟ ସାହାଯ୍ୟ ପ୍ରଦାନ କରିବ। ଘରେ କୌଣସି ଧାର୍ମିକ ଉତ୍ସବର ଆୟୋଜନ ମଧ୍ୟ ଏ ଦିନମାନଙ୍କରେ ହୋଇପାରେ। ଆପଣମାନେ ପୁଣି ଥରେ ନିଜେ ନିଜକୁ ତାଜା ଅନୁଭବ ବିଶେଷ ଭାବରେ ଅନୁଭବ କରିବେ। ଏହା ସହିତ ଅଟକିଥିବା ବଡ଼ ପେମେଣ୍ଟ ମଧ୍ୟ ମିଳିବା କାରଣରୁ ଆପଣମାନଙ୍କର ଆର୍ଥିକ ସ୍ଥିତିରେ କାଫି ସମୟ ପର୍ଯ୍ୟନ୍ତ ମଧ୍ୟ ସୁଧାର ଆସିଯିବ, ଯାହାଫଳରେ ଆପଣମାନଙ୍କୁ କାଫି ସୁକୁନ ମଧ୍ୟ ମିଳିବ ଆଉ ଆପଣମାନଙ୍କ ମନ ବହୁତ ହିଁ ପ୍ରସନ୍ନ ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କଣ ନେଗେଟିଭ୍ ମଧ୍ୟ ରହିଅଛି। ଏହି ଦିନମାନଙ୍କରେ ଆପଣମାନେ କୌଣସି ଉଧାରିଠାରୁ ଦୂରେଇକିନା ରୁହନ୍ତୁ। ଧନ ନେଣଦେଣ କାର୍ଯ୍ୟ କରିବା ଠାରୁ ଛଳନା ବା ଧୋକାର ଶିକାର ମଧ୍ୟ ଆପଣମାନେ ହୋଇପାରନ୍ତି। କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ଆପଣମାନେ ଭାବି ଚିନ୍ତିକି ସଦାସର୍ବଦା କାର୍ଯ୍ୟ କରନ୍ତୁ। ତା ସହିତ ସାମାଜିକ ବସ୍ତୁକୁ ମଧୁରତା ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଅଛି। କେବେ କେବେ କିଛି ପୁରୁଣା ନକାରାତ୍ମକ କଥା ପୁଣି ଥରେ ଆପଣମାନଙ୍କର ଉଠି ଯାଇପାରେ, ଯେଉଁଥିପାଇଁ କିନା ଆପଣମାନେ ମନୋବଳରେ କାଫି ଟାଇମ୍ ପର୍ଯ୍ୟନ୍ତ କମି ଅନୁଭବ ମଧ୍ୟ କରିବେ। ସେଥିପାଇଁ କିନା ଆପଣମାନେ ନିଜର ସ୍ୱଭାବକୁ ପଜିଟିଭ୍ ବନେଇକିନା ରଖନ୍ତୁ। ତା ସହିତ ଆପଣମାନଙ୍କୁ ଏ କଥାର ଧ୍ୟାନ ରଖିବାର ଆବଶ୍ୟକତା ରହିଛି
ଆପଣମାନଙ୍କର ଏହି ସରଳ ସ୍ୱଭାବର ଦେଖେଇବା ଦ୍ୱାରା ଆପଣମାନଙ୍କ ସରଳତାର ସବୁ ଲୋକମାନେ ଫାଇଦା ମଧ୍ୟ ଉଠେଇ ପାରନ୍ତି। ଯାହା ଫଳରେ ଆପଣମାନଙ୍କ ମନର ସ୍ଥିତି କିଛି ବିଚଳିତ ମଧ୍ୟ ହୋଇପାରେ। ତା ସହିତ ଆପଣମାନଙ୍କୁ ଏହି କଥାର ଧ୍ୟାନ ରଖିବାର ଆବଶ୍ୟକତା ରହିଛି କି ଆପଣମାନେ ଦେଖେଇ ହେବା ଗୁଣଠାରୁ ଟିକେ ଦୂରେଇକିନା ରୁହନ୍ତୁ। ତା ସହିତ ଆପଣମାନଙ୍କର ଧନ ସମ୍ପତ୍ତିରେ କିଛି ନୋକସାନଜନକ ସ୍ଥିତି ରହିଛି। ସେଥିପାଇଁକିନା ଆପଣମାନେ କୌଣସି ପ୍ରକାରର ନିବେଶକୁ ଆପଣମାନେ ଏଇ ଦିନମାନଙ୍କରେ ବିଗିଡ଼ି ଦିଅନ୍ତୁ। ତା ସହିତ ସମ୍ପତ୍ତିରେ ବିବାଦରେ ବିଶେଷ ରୂପରେ ଯଦି ଆମେ କହିବା ଭାଇ ଭଉଣୀମାନଙ୍କ ସହିତ ଆପଣମାନଙ୍କ ସମ୍ପର୍କ ଆଦୌ ବି ଖରାପ କରନ୍ତୁ ନାହିଁ। ତା ସହିତ ଆପଣମାନଙ୍କୁ ପିଲାମାନଙ୍କର ଗତିବିଧି ଉପରେ ଧ୍ୟାନ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତାଙ୍କର କିଛି ଭୁଲ ଆଦତ ଏବଂ ସଙ୍ଗତି ଦ୍ୱାରା ଆପଣମାନଙ୍କୁ ବହୁତ ଅଧିକ ପରିଶାନୀରେ ପକେଇ ଦେଇପାରେ ଏବଂ ତାଙ୍କୁ ସକାରାତ୍ମକ କାର୍ଯ୍ୟକ୍ରମରେ ବ୍ୟସ୍ତ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି, ଯାହା ତାଙ୍କ ଭବିଷ୍ୟତ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ଘରର ମାହୋଲ କିଛି ଅନୁଶାସିତ ଏବଂ ଖୁସି ଭରା ହୋଇକିନା ରହିବ। ପ୍ରେମ ସମ୍ବନ୍ଧରେ ଆପଣମାନଙ୍କୁ ମର୍ଯ୍ୟାଦା ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଅଛି। ଆପଣମାନଙ୍କର ସମସ୍ୟାକୁ ସୁଲଝାଇବାରେ ଆପଣମାନେ ଆପଣଙ୍କର ଜୀବନସାଥୀ ଏବଂ ପିଲାମାନଙ୍କର ବହୁତ ମାତ୍ରାରେ ସହଯୋଗ ରହିବ, ଯେଉଁଥିପାଇଁକିନା ଆପଣମାନଙ୍କର ଆତ୍ମବିଶ୍ୱାସ କାଫି ବନିକିନା ରହିବ। ଅତି ସମ୍ପର୍କୀୟଙ୍କ ସହିତ ଆପଣମାନଙ୍କର ମେଳା ମେଳାପ ଏବଂ ବୁଲାବୁଲିର ପ୍ରୋଗ୍ରାମ ମଧ୍ୟ ବନିପାରେ, ଯାହା ଫଳରେ ଘର ପରିବାରର ବାତାବରଣ ଖୁସିଭରା ଏବଂ ସୁଖଦପୂର୍ଣ୍ଣ ଭାବରେ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ବ୍ୟବସାୟିକ କ୍ୟାରିୟର କିପରି ଭାବରେ ରହିବ। କାର୍ଯ୍ୟସ୍ଥଳରେ ନିଆଯାଇଥିବା ଠୋସ୍ ନିର୍ଣ୍ଣୟ ବହୁତ ଭଲ ଭାବରେ ଆପଣମାନଙ୍କ ପାଇଁକିନା ସାବ୍ୟସ୍ତ ହେବ ଏବଂ ସଫଳତା ମଧ୍ୟ ଆପଣମାନଙ୍କୁ ଅବଶ୍ୟ ହିଁ ପ୍ରାପ୍ତ ହେବ। ମାର୍କେଟିଂ ତଥା ପେମେଣ୍ଟ କଲେକ୍ଟ କାର୍ଯ୍ୟସ୍ଥଳରେ ଆପଣମାନେ ସମୟ ବ୍ୟତୀତ କରନ୍ତୁ। ତା ସହିତ ସେୟାର ରିସ୍କ ପ୍ରଭୃତି କାର୍ଯ୍ୟକ୍ରମରେ ସେସବୁ କ୍ଷେତ୍ରରେ ଆପଣମାନେ ଟିକେ ଦୂରେଇକିନା ରୁହନ୍ତୁ, କାହିଁକିନା ଆପଣମାନଙ୍କ ସହିତ ଛଳନା କିମ୍ବା ଧୋକାଧଡ଼ି ମଧ୍ୟ ହୋଇପାରେ। ଚାକିରି କ୍ଷେତ୍ରରେ ଯଦି କହିବା ବିଶେଷ ରୂପରେ ପ୍ରତିଟି ସ୍ଥିତିରେ ଆପଣମାନଙ୍କୁ ପରିବର୍ତ୍ତନ ଦେଖିବା ପାଇଁକିନା ମିଳିବ। ତା ସହିତ ଆପଣମାନେ ଯାହା ଚାହିଁବେ ଆପଣମାନଙ୍କୁ ସମୟ ପିରିୟଡ଼ରେ ପ୍ରାପ୍ତ ମଧ୍ୟ କରିପାରିବେ। ପ୍ରତିଟି କାର୍ଯ୍ୟ ଆପଣମାନଙ୍କ ପାଇଁକିନା ଶୁଭ ହେବ। ତା ସହିତ ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀରେ ଆପଣମାନଙ୍କୁ ପରିବର୍ତ୍ତନ ନେଇକି ଆସିବା ଅତି ଜରୁରୀ ମଧ୍ୟ ଅଛି। ଯାହା ଫଳରେ ଆପଣମାନଙ୍କୁ ଆହୁରି ଅଧିକ ଭଲ ପରିଣାମ ମଧ୍ୟ ପ୍ରାପ୍ତ ହେବ। ତା ସହିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ଆପଣମାନେ ଅନୁଭବୀ କିମ୍ବା ପରିବାରର ବରିଷ୍ଠ ଲୋକମାନଙ୍କ ସହାୟତା ଅବଶ୍ୟ ହିଁ ନିଅନ୍ତୁ। ତା ସହିତ ଆପଣମାନେ ନିଜର ଗତିବିଧି ଉପରେ ଧ୍ୟାନ କେନ୍ଦ୍ରିତ କରିକିନା ରଖନ୍ତୁ, ଯାହା ଆପଣମାନଙ୍କ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ। ବିଶେଷ ରୂପରେ ଯଦି ମୁଁ ଆପଣମାନଙ୍କୁ କହିବି କି ଆପଣମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ ଏବଂ ଆପଣମାନେ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିକି ରଖିବା ଆପଣମାନଙ୍କ ପାଇଁକିନା ଅତି ଆବଶ୍ୟକତା ମଧ୍ୟ ରହିଛି। ସେଥିପାଇଁକିନା ଆପଣମାନେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ମଧ୍ୟ ଦିଅନ୍ତୁ ଏବଂ ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ସେବନ ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଆପଣମାନେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ଆପଣମାନେ ମନ୍ଦିର ଯାଆନ୍ତୁ ଆଉ ଭଗବାନ ଶିବଙ୍କୁ ବିଶେଷ ରୂପରେ ଦୁଗ୍ଧ ଏବଂ ମିଶ୍ରି ଭୋଗ ରୂପରେ ଅର୍ପଣ କରନ୍ତୁ। ତା ସହିତ ଶିବଙ୍କର ମନ୍ତ୍ର ଓଁ ନମଃ ଶିବାୟ, ଏହି ମନ୍ତ୍ରଟିକୁ ଆପଣମାନେ ମନକୁ ମନ 108 ଥର ଜପ ମଧ୍ୟ କରନ୍ତୁ ଆଉ ଆପଣମାନେ ନିଜର ମନସ୍କାମନାକୁ ମଧ୍ୟ ମାଗନ୍ତୁ। ଏପରି ଆପଣମାନେ କରିବା ଦ୍ୱାରା ଭଗବାନ ଶିବ ହିଁ ବହୁତ ଶୀଘ୍ର ପ୍ରସନ୍ନ ମଧ୍ୟ ହେବେ ଆଉ ଆପଣମାନଙ୍କର ଯାହା ବି ସବୁ କଷ୍ଟ ଅଛି ତାକୁ ମଧ୍ୟ ଦୂର କରିବେ ଆଉ ଆପଣମାନଙ୍କ ଜୀବନରେ ଯାହା କିଛି ବି ପ୍ରୋବ୍ଲେମ ଅଛି ତା ସବୁର ଅନ୍ତ ବି ମଧ୍ୟ ହେବ ଓ ଆପଣମାନଙ୍କର ସମସ୍ତ କାର୍ଯ୍ୟ ବହୁତ ଆସାନୀରେ ମଧ୍ୟ ପୁରା ହୋଇଯିବ।
ଆଶା କରୁଛି ଆଜିର ଏ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦେଇ ଦିଅନ୍ତୁ। ରହୁଛି। ଧନ୍ୟବାଦ।